ओम शांति शांति शांति। ओम आज पवित्र अगस्त 15 भारतर स्वाधीनता दिवस। यही स्वाधीनता दिवस आज तिरंगा पताका प्रति समस्ते सम्मान प्रदर्शन करती एवं भारत वर्षर ऐतिह्य पूर्वरु घटिथिबा समस्त कथा भल आ मंद सबको प्राय अनेक लोक मन पकाए। एक कथा कहबार उद्देश्य होची ये देशर नाम होती भारत। वर्षाणां भारत श्रेष्ठ। जिते देश अच्छी सबु देश ठारू भारत होची गोटे स्वतंत्र पवित्र देश। कारण आपण माने समस्त जानती साधु संथर भारत भारत साधु संथर देश। यह विश्व ग्रहण करे समस्ते कहते कि साधु सन्थ तीर्थर देश भारत। ये कथाटा अन्य कौनसी देश देशर नेतृवृंद माने यही कथाटा को सेमाने प्राय शुणा मु शुणी किंतु साधु संथर देश भारत यह समस्त भा कहले भा गोटे अक्षर भा कहले ज्ञान भा कहले भाव ये देशटीर ना एभली एक ना आर मूल अक्षरटी होची भाव ओ ज्ञानर देश। यही भारत वर्ष केतोटी भरत जन्म सबु भरतंकर आदर्श को नहीं ये भारत वर्ष एपर्यंत से अच्छी एवं किंतु एमती समय आसी यही भारत वर्ष पराधीन होती एवं बहु निर्यातना से सही जाइए। अनेक मध्य भारतर ना धरी फांसी खुंटरे झुरी जाइछन्ति। गुड़ी खाई माने दुनिया चली तथापि भारतर
ଯୋଉମାନଙ୍କ ଭିତରେ ଦେଶ ପ୍ରେମ ରହିଛି ସେମାନେ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ସେ এই ଭାରତକୁ ସ୍ୱାଧୀନ ଭାରତ ରୂପରେ ପୁଣି ପାଇଛନ୍ତି। ଏବେ ସ୍ୱାଧୀନ ଭାରତ କହିଲେ ସେ କଥାଟାକୁ ଟିକେ ମତେ ଅଡୁଆ ଲାଗେ। ଭାରତ ଥିଲା, ଅଛି, ଆଉ ରହିବ। ଯିଏ ଥିଲା, ଅଛି, ରହିବ, ସିଏ ପୁଣି ସ୍ୱାଧୀନ କ'ଣ? ତାମାନେ ତାର ସ୍ୱାଧୀନତାକୁ ବିଦେଶୀ ମାନେ ତାକୁ ଜବରଦସ୍ତି ନେଇଯାଇଥିଲେ। କେଉଁମାନେ ନେଇଥିଲେ ଆପଣମାନେ ସବୁ ଜାଣନ୍ତି, ସେ ବିଷୟରେ ମୁଁ କହିବାକୁ ଚାହୁଁନି। ଅନେକ ବର୍ଷ ପରେ ପୁଣି এই ଭାରତ ସେମାନଙ୍କ ଠାରୁ ନିଜର ଅଧିକାରକୁ ଛଡ଼େଇ ଆଣିଛି। ମରିଛି, ମାରିଛି, ସବୁ କିଛି କରିଛି, ଅଧିକାରକୁ ଛଡ଼େଇ ଆଣିଛି। ତେଣୁ ସ୍ୱାଧୀନ ଭାରତ ମୁଁ ସବୁବେଳେ ସବୁଆଡ଼େ କହେ, ଏଇଠି ଆପଣମାନଙ୍କ ପାଖରେ କହୁଛି ସେ କଥା ନୁହେଁ। ମୁଁ ଦିଲ୍ଲୀର ଗଣତନ୍ତ୍ର ଉତ୍ସବରେ ଦିଲ୍ଲୀରେ କହିଛି, ଭାରତରେ ଯୋଉଠି ମୋତେ କହିବାକୁ ପଡ଼ିଛି ବୋଲେ ଆମ ଦେଶ ପାଇଁ, ସେଠି ମୁଁ ସବୁ ଜାଗାରେ କହିଛି ଭାରତ ସ୍ୱାଧିକାର ପ୍ରାପ୍ତ ହୋଇଛି। ତାର ଅଧିକାରକୁ ସେ ଦୀର୍ଘ 700 ବର୍ଷ ପରେ ସେ ପୁଣି ତା ଅଧିକାରକୁ ସେ ପାଇଛି। ତେଣୁ ଆଜିର ଦିନଟି ହେଉଛି ଭାରତର ସ୍ୱାଧିକାର ଦିବସ। କିନ୍ତୁ ଆମଠାରୁ ବା ଭାରତ ଠାରୁ ସ୍ୱାଧୀନତା ପାଇ ଆଉ ଗୋଟେ ଦେଶ ଗଢ଼ା ହେଇଛି, ସେ ହେଉଛି ପାକିସ୍ତାନ। ପାକିସ୍ତାନ ଭାରତ ଠାରୁ ସ୍ୱାଧୀନ ହେଇଛି, କିନ୍ତୁ ଭାରତ ଗୋଟେ ଦେଶ ଥିଲା ଏବଂ ଆଜି ବି ଅଛି, ସବୁଦିନ ପାଇଁ ମଧ୍ୟ ରହେ। ପରାଧୀନ ସ୍ୱାଧୀନ ଏସବୁ ଗୋଟେ ମାନେ ଏତେ ମୂଲ୍ୟବାନ କଥା ନୁହେଁ। କିନ୍ତୁ ବେଳେ ବେଳେ ଏଇ ଦେଶର କଥା କହିଲା ବେଳେ କେତେକ ନିଜ ଭିତରେ ଥିବା ସ୍ୱାଭିମାନତା ମଧ୍ୟ ଆପେ ଆପେ ସୃଷ୍ଟି ହୁଏ। ଅଗଷ୍ଟ 1947 ମସିହା ଅଗଷ୍ଟ 14 ତାରିଖରେ ପାକିସ୍ତାନରେ ସ୍ୱାଧୀନତା ପତାକା ଉଡ଼ିଲା। କିନ୍ତୁ ପାକିସ୍ତାନ ଯେଉଁ ଭାରତବର୍ଷରୁ ସେ ଅଲଗା ହେଇଥିଲା, ସେ ଭାରତବର୍ଷର ସ୍ୱାଧୀନତା ପତାକା ଉଡୁଛି ଆଜି, ମାନେ ଅଗଷ୍ଟ 15। ଏଠି ଉଡ଼ିଲା ଅଗଷ୍ଟ 15, ସେଠି ଉଡ଼ିଲା ଅଗଷ୍ଟ 14। ଖାଲି ଏତିକି ନୁହେଁ, ମୁଁ ଆପଣମାନଙ୍କୁ ଠିକ କହୁଛି କି ଭୁଲ କହୁଛି, ଯୋଉମାନେ ଶିକ୍ଷାବିତ ମାନେ ଅଛନ୍ତି ନିଶ୍ଚୟ ଗ୍ରହଣ କରିବେ। ଭାରତର ଇତିହାସ ଯୋଉ ପିଲାମାନେ ପଢୁଛନ୍ତି, ଯେଉଁ ପିଲାମାନେ ଆଜି ପଢୁଛନ୍ତି
ଇତିହାସ ଆଉ ପିଜି ବି କରୁଛନ୍ତି ହିଷ୍ଟ୍ରିରେ, ଇଏ ସବୁ କଥା କହୁଛନ୍ତି। ତା ଭିତରେ ଯେତେ କଥା ଲେଖା ଅଛି, ଯେତେ ବଡ଼ ବଡ଼ ରାଜା ମହାରାଜା ମାନଙ୍କର କଥା, ଖ୍ରୀଷ୍ଟିଆନ ମୁସଲମାନ ମାନଙ୍କର ଶାସନ କାଳର କଥା, ତାକୁ ଯଦି ପ୍ରକୃତରେ ଜଣେ ବସିକିରି ମାନେ ତାକୁ ପର୍ଯ୍ୟାଲୋଚନା କରିବ, ସେଠି ଆପଣ ଦେଖିବେ, ନିଶ୍ଚିତ ଭାବରେ ଅନୁଭବ ମଧ୍ୟ କରିବେ, ଆମେ ଯାହା ଇତିହାସରେ ପଢୁଛୁ ତା ଭିତରେ ଅନେକ ଇତିହାସ ମନଗଢ଼ା ଇତିହାସ, ସେ ସବୁ ଜବରଦସ୍ତି ଲେଖା ହେଇଛି। ତମେ ଆମକୁ ମାନ, ଆମେ ତମର ମୁରବୀ କି କଣ ଗୋଟେ ଦାଦା କି ମାରା, ସେ କଥାଟାକୁ ଜବରଦସ୍ତି ଭାରତ ଉପରେ ଲଦି ଦିଆଯାଏ। ଯଦି ତା ଉପରେ କେହି ଜଣେ ଅଙ୍ଗୁଳି ନିର୍ଦ୍ଦେଶ କରେ, ହୁଏତ ତା ହାତ କଟା ହେଇପାରେ। ତେଣୁ ଭୟରେ କିଏ କାହିଁ କଣ କହିବ। କିନ୍ତୁ ଏଇ ଭାରତର ତ ଅନେକ କଥା ରହିଛି। ଆପଣମାନେ ଯୋଉ ଭାରତକୁ ଦେଖୁଛନ୍ତି କି ଆମେ ବର୍ତ୍ତମାନ ଭାରତର ମାନଚିତ୍ରକୁ ଦେଖୁଛୁ, ଏଇଟା ହିମାଳୟ ଠାରୁ କନ୍ୟାକୁମାରିକା ପର୍ଯ୍ୟନ୍ତ ରହିଛି। କିନ୍ତୁ ଭାରତର ଇତିହାସକୁ ଆପଣ ଯଦି ମନନ କରିବେ, ଇଏ ଗୋଟିଏ ଛୋଟିଆ ଚିତ୍ର ଏମାନେ ଅଙ୍କନ କରିଛନ୍ତି। ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯୋଉ ଭାରତ, ସେଇଟା ଏଇ ମାନେ ବହୁତ କମ ଦିନରେ ହେଲା। ଇଏ ଭାରତର ଚିତ୍ର ପ୍ରକୃତରେ ଯଦି ଦେଖିବେ, ଇଏ ଆହୁରି ଗୋଟେ ଭାରତ। ତା ଭିତରେ ପାକିସ୍ତାନ ଅଛି, ବାଂଲାଦେଶ ଅଛି, ନେପାଳ ଅଛି, ମିଆଁମାର ଅଛି, ଭୁଟାନ ଅଛି, ବହୁ ଦେଶ, ଶ୍ରୀଲଙ୍କା ଅଛି, ବହୁ ଦେଶକୁ ଅଲଗା କରି ବା ତାଙ୍କୁ ସ୍ୱାଧୀନତା ଦେଇ ଆମେ ଗୋଟିଏ ଛୋଟିଆ ଦେଶ ଭିତରେ ରହିଛୁ। କିନ୍ତୁ ଛୋଟିଆ ଦେଶ ହେଲେ ବି ଏଇ ଦେଶ ଭିତରେ ତାକୁ ସୁନାର ଭାରତ ବୋଲି କୁହାଯାଏ। ଏହି ଦେଶରୁ କେବଳ ମହଣ ମହଣ ସୁନା ନବା ପାଇଁ ଏଠି ମାନେ କଳି କଜିଆ ନାଗିନି, ହଣାହଣି ହେଇଯାଏ। ଖାଲି ମଣିଷ ଗୁଡାକୁ ହାଣି କୁଟି ଏଇ ଦେଶର ସୁନାର ଭାରତର ସୁନାକୁ ଏମାନେ ଜବରଦସ୍ତି ଦେଇଛନ୍ତି। ଆଜି ବି ଆପଣମାନେ ଶୁଣୁଥିବେ, କୋହିନୂର ହୀରାର ମୁକୁଟ ଆଜି ଆମ ଦେଶରେ ନାହିଁ। ଆମେ ମାଗିଲେ ବି ଆମକୁ କେହି ଦେବେ, ଯଦି ଦେବେ ତାହେଲେ ଗୋଟେ ଯୁଦ୍ଧ ଲାଗିବ। କିନ୍ତୁ ଗୋଟେ କଥା ହଉଛି ଯେ ଆମେ ତ ଏସବୁ କଥାକୁ କଣ ଏସବୁ କହିବା, ମାନେ କୁଆଡେ କୁଆଡେ ଗଡ଼ିଯିବ କଥା, ସେ କଥା ମତେ ବି ଡର ମାଡେ କହିବା ପାଇଁ। କାହିଁକିନା ମୁଁ ଟିକେ ସ୍ପଷ୍ଟ ଭାବେ ଯିଏ ମତେ ମାରିଦଉ ଯାହା କରୁ, ମୁଁ ଯାହା କହିବା କଥା କରେ। ଭାରତର ନୀତି ହଉଛି ଶାନ୍ତି। ଭାରତ କୃଷ୍ଣ ରାମଙ୍କ ଭଳି ଅବତାର ମାନଙ୍କୁ ପାଇଛି, ସେଥିପାଇଁ ସେ ଗର୍ବିତ। କିନ୍ତୁ ଭାରତୀୟ ମାନେ ସେ ସବୁବେଳେ ଖୋଜନ୍ତି ବା ଖୋଜୁଥିଲେ, ଆଜି ବି ଖୋଜୁଛନ୍ତି, ସେଇଟା ହଉଛି ମାତ୍ର ଦୁଇ ଅକ୍ଷରିଆ ଶାନ୍ତି।
ସେଥିପାଇଁ ଆମ ଶାସ୍ତ୍ରରେ ମଧ୍ୟ ଲେଖା ହେଇଛି ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗଃ। ओम शांति शांति शांति। अच्छा ये जो श्लोकटी हम ब्राह्मण पंडित माने सब जगह पढ़ुଛନ୍ତି। जदि भारत स्वार्थपर जदि भारत गोटे काम क्रोधर देश ताले लेखा था हिंदू भवन्तु सुखिन कि लेखा है कौन सर्वे भवन्तु सुखी सेठी पशु पक्षी वृक्ष तरु तृण लता थालु मनीष पर्यंत जाति धर्म किछि नहीं समस्त समस्ते शांति रुहंतु ये होची भारतीय शास्त्र मान संपूर्ण भाव वर्णना करा। आउ गोटे श्लोक से ब्राह्मण मान पढ़ ब्राह्मण माने पढ़ते आमे कौन पढ़ुना समस्ते पढ़ सी गोटे श्लोक लिखाई काले वर्षन्तु पर्जन्य पृथ्वी शस्यशालिनी। ये जो कथाटा केते महान उदारतार कथा आपण माने विचार कर। ठीक समय रे वर्षा हो वर्षा कहीं हम शस्य श्यामला माने बंचे कौटी बंचे केवल भारत रे बंचे ना आउ कौटी बंचे पृथ्वी शस्यशालिनी काले वर्षन्तु पर्जन्य पृथ्वी शस्यशालिनी। पृथ्वी शस्यशालिनी शस्य श्यामला पूर्ण हो पशु पक्षी समस्ते खाइबा को पातु आम कंचा ओडिया कथा समस्ते खाई बंची शांति रे दुनिया जा ये होती भारतर समस्त प्रति गोटे महान आह्वान। भरत नामक जने राजा थे आपण माने शुणी भरतंकर पुओ माने 9टी पुओ सी पुओ माने सबू विद्यालय को पाठ पढ़ा जाती सेतबेले विद्या माने विद्यार रूप भी स्वतंत्र थे। आजिकाली भली से कोठा घरे कि इमती घरे सेमती नथिया प्राकृतिक परिवेश से पाठ पढ़ुले तांकर शिक्षक किए थिले तांकर शिक्षक थिले जड़े जड़े साधु जड़े ऋषि जड़े साधक। आज से दिन नहीं आउ थरे आसीबो ये कथा भी सत्य
ତେବେ ରାଜା ଭରତଙ୍କର 9ଟି ଯାକ ପୁଅ ସେ ବିଦ୍ୟାଳୟକୁ ପଢିବାକୁ ଯାଆନ୍ତି। ପଢିକିରି ସବୁଦିନେ ତାଙ୍କ ଘରକୁ ଫେରିବେ। ଏଇ ଭିତରେ ରାଜା ଭରତଙ୍କ ଠାରୁ ସେ ଶୁଣିଲେ ରାଜପ୍ରାସାଦ ଭିତରେ ଗୋଟେ କଥାବାର୍ତ୍ତା ହେଲାଣି ଯେ ଭରତ ବୋଧେ ଆଉ ରାଜା ହେଇ ରହିବେନି, ସିଏ ଜଙ୍ଗଲକୁ ଯିବେ, ବ୍ରହ୍ମଚାରୀ ବ୍ରତ ଅବଲମ୍ବନ କରିବେ, ସବୁଦିନ ଯଜ୍ଞ କରିବେ, ଜୀବସେବା କରିବେ, ଏମିତି ସବୁ କରିବେ। ये देशर दायित्वटा क्या गोटे ये 9 पुओं भितर क्या गोटे से ये 9टी जाक पुओ समस्ते भावुंट ये भारत वर्ष को शासन करने मु हूँ एकमात्र योग्य मन भाई। तेणु सज्जन समस्ते भावुं आम राजा कि आमको खंडे राज्य मिल, किंतु पुण्यात्मा भरतंकर चिंताहारा स्वतंत्र यही देशर आमरी लोक आम आज जो पुण्यभूमि आद्यावर्त भारत वर्ष को पाइचु से मानकर त्यागरे आम पाई। आपण कहे ना आम गांधी महात्मा गांधी सुभाष बोस जवाहरलाल नेहरू यही मानक आम पाई, किंतु प्रकृत आम जदि गोटे तीर्थ शास्त्र संथर मूर्तिका पाइचु, बहु तीर्थ बहु शास्त्र बहु गुरु बहु कथा से केवल आम पाइचु भरतंक भरतंक नाम अनुजाई ये देशर नाम भारत दिया है। भ कहले कौन? भ कहले तार किछि बड़ अर्थ भी नहीं। भ कहले भक्ति, भक्ति पुणी कौन? भक्तिर प्रकृत अर्थ होती सेवा। ये देश सेवार देश, ये भक्तिर देश। आपण माने एठी किछि बाबू माने भक्त माने बसी कौन बसी भक्ति। ये कथाटा आउ अल्प समय पर सरी कौट की जा घर को जा कहीं घर कौन करवा ना राति पाइले आमे सेवा करने जीवन को उत्सर्ग करवा। आम भागवत आगु तो सब कहुई तथा भागवतटा आमर निजर संपत्ति, तेणु से कथा लिखाई सेवा का पुण्य भक्ति सेवा ये जो कथाटा को अन्य माने सब नहीं जाइए। आम पाखरे खाली अच्छी कथाटा आम पाखरे अच्छी। सी पुओ बापू कहीं सेवा करूनी,
ସେ ସ୍ତ୍ରୀ ସ୍ୱାମୀ କେହି ସେବା କରେ। ସେବାଟା କେବଳ ଆମ ବକ୍ତୃତା ବା ପ୍ରବଚନ ଭିତରେ ଅଛି, କିନ୍ତୁ ସେବାର ମୂଲ୍ୟଟାକୁ ଯୋଉମାନେ ବୁଝିଛନ୍ତି ସେମାନେ ସେଇ ସେବା ଶବ୍ଦକୁ ନେଇ, ଯାହାକୁ ଦିନେ ନାମାଚାର୍ଯ୍ୟ ବାବା ବାୟା କହିଥିଲେ, ସେବାର ଅର୍ଥ ହେଉଛି ବାସ। ଯେଉଁ କାମ କଲେ ଆମକୁ ଲୋକ ଜାଣିବେ, ଆମେ ଭଲ ଲୋକ ବୋଲି ଜାଣିବେ, ଭଲ କାମ କରିବେ, ସେଇଗୁଟା କହୁଛି ସେବା। ତାକୁ ଆପଣ ଦେଖିବେ ଇଂରେଜ ସାହିତ୍ୟରେ କହିଲେ ସର୍ଭ ଇଜ୍ ଗଡ୍। ଆଚ୍ଛା, ଇଂରାଜୀ ସାହିତ୍ୟରେ ଆଗ କହିଥିଲେ ନା ଆମ ଏଇ ଯୋଉ ଶାସ୍ତ୍ରରେ ଗୀତା ଭାଗବତରେ ଆଗ କହିଥିଲେ? ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବତେ। ଆମେ ଆଜି ଜଗନ୍ନାଥଙ୍କୁ ପାଇଛୁ। ସେ ଜଗନ୍ନାଥଙ୍କ ଇତିହାସ, ସେ କେତେ ବଡ଼ ଇତିହାସ, ତାକୁ ଏତେ କହିବା ପାଇଁ ସମୟ ନାହିଁ। କିନ୍ତୁ ଯୋଉ ଜଗନ୍ନାଥଙ୍କୁ ଆମେ ପାଇଲୁ, ତା ମୂଳଟି କ'ଣ? ତା ମୂଳଟି ହଉଛି ମୂଳଟି ତ ହଉଛି ସେବା। ସର୍ଭିସ ଇଜ୍ ଗଡ୍। ସେବକ କିଏ? ସେବକ ତ ହଉଛନ୍ତି ଜଣେ, ଆଉ ସେ ହଉଛନ୍ତି ବିଶ୍ୱାବସୁ ସବର। ଏକଥା ଗୀତାରେ ସିନା ଲେଖା ହେଇଛି, କିନ୍ତୁ ଭାଗବତରେ କ'ଣ ଲେଖିଲେ? ସେବା କା ପୁଣ୍ୟ ଭକ୍ତି ତେଣୁ ସେବା ଶବ୍ଦକୁ ମୁଁ ତାକୁ ଭାବୁଛି ଚୋରି କରିକି ନେଇଗଲେ କ'ଣ ପାଇଁ? ତାକୁ ନେଇକିରି ସିଏ ଗୋଟାଏ ବିରାଟ ଦେଶ ତିଆରି କରିଛନ୍ତି। ଏଇ ଏତେ ବଡ଼ ଦେଶ ତିଆରି କଲ, ତମର ଆଇଡିଓଲୋଜି କ'ଣ? ନା ସର୍ଭ ଇଜ୍ ଗଡ୍, ଲଭ୍ ଇଜ୍ ଗଡ୍, ଏମିତି ବୁଝେ ଆମକୁ ବୁଝଉଛନ୍ତି। କ'ଣ ତମେ ସବୁ ସୃଷ୍ଟି କରିଥିଲ? ସେଇଟା ଭାରତର ବେଦ କି କୌଣସି ଶାସ୍ତ୍ରରେ ନାହିଁ, ନଥିଲା। ତେଣୁ ତାଙ୍କୁ ବୁଝେଇ ଦେଇଛନ୍ତି, ଯୋଉ ଯିଏ ତାଙ୍କୁ ସବୁ ବୁଝେଇ ଦେଇଛନ୍ତି, ସେ ତାଙ୍କର କହୁଛନ୍ତି ତାଙ୍କର ଭୁଲ କ'ଣ? ତେଣୁ ସେବା ହଉଛି ଜୀବନର ଶ୍ରେଷ୍ଠ ସାଧନ। ଆମେ ଯେମିତି ଭାବୁଛୁ ଠାକୁରଙ୍କ ସେବା, ଠାକୁରକୁ ତମେ କି ସେବା କରିବ? ତମ ଘର କୋଉଠି, ତମ ଘର କୋଉଠି, ବଗିଚା ଯାଇ କୋଉଠି, ତାକୁ ଲଗେଇଥିଲା କିଏ, ସେ ଫୁଲ ଫୁଟେଇଥିଲା କିଏ, ତାକୁ ତୋଳି ଆଣି ସକାଳୁ ଗୋଟେ ମାଳ ଗୁନ୍ଥିକି ଦେଇ ଦେଉଛ। ସେଥିପାଇଁ ତମେ କହୁଛ ମୁଁ ସେବା କରୁଛି। ଏ ସବୁ କିଛି ନୁହେଁ। ଇଏ ସବୁ ଗୋଟେ ଲାଇନ, ଗୋଟେ ବିଷୟରେ ଗୋଟେ ବାକ୍ୟ। କିନ୍ତୁ ସେବା ପ୍ରକୃତରେ କିଏ କରୁଛି? ମୁଁ ଗୋଟେ ଛୋଟିଆ କଥା କହୁଛି। ଆମର ଏଇଟା ଗାଉଁଲି ପରିବେଶ। ଏତେ ବଡ଼ ବଡ଼ କଥା କହିକି ଲାଭ କ'ଣ? ଆଉ ବଳିବାକୁ କୋଉ ଆପଣ ଜାଣିନାହାନ୍ତି ଯେ ମୁଁ ଏଠି ପାଣ୍ଡିତ୍ୟ ଦେଖିବାକୁ ଯିବି। ତେଣୁ ଏଇ ପବିତ୍ର ଫକୀରପଡ଼ା ଗ୍ରାମରେ ମୁଁ ଆଜି ଆଉ କେବେଠୁ ଆଉଛି। ତେଣୁ ସେ ଯାହା ହଉ, ଯେ ଆମେ ଶୋଇଛୁ ଘରେ, ଦାମରା କାଉ ଆସିକିରି ଆମ ପିଢ଼ା ଉପରେ ବସିକିରି, ଛାତ ଉପରେ ବସିକିରି
ସେ ରାବୁଛି ମାନେ ଡାକୁଛି, ଆରେ ଏତେ ବେଳ ହେଲାଣି କ'ଣ ଶୋଇଛରେ, ଉଠ। ଏଇଠୁ ସେବା ଆରମ୍ଭ ହୁଏ। ଆମେ ଯେତେବେଳେ ବିଛଣାରୁ ଉଠିଲୁ, ଯଦି ଆମେ ନ ଉଠିଲୁ ଆମର କିଏ ଆତ୍ମସ୍ୱଜନ ମା ହଉ ସ୍ତ୍ରୀ ହଉ ଇଏ ହଉ ଆମକୁ ଉଠେଇ ଦେଲେ ଉଠିବୁ। ଉଠି ଯାଇକିରି ଉଠିଗଲା ପରେ ଆମେ କ'ଣ କରୁ ନା ମୁହଁଟାକୁ ଆଗ ଧୋଇବୁ। ତାହେଲେ ସେବାଟା ଏଇଠୁ ଆରମ୍ଭ ହୁଏ। ଜୀବନର ପ୍ରଥମ ସେବା ଏଇଠୁ ଆରମ୍ଭ। ଜୀବନର ପ୍ରଥମ ନମସ୍କାର ଆରମ୍ଭ ହୁଏ ବିଛଣାରୁ ଉଠି ପଡ଼ି ଯଦି ଆମେ ସେ ହୁସ୍କି କୁଆଡ଼େ ଗଲା, ବିୟର କୁଆଡ଼େ ଗଲା, ଆଉ ସବୁ କେତେ ସେ ନାଁ ଗୁଡ଼ାକ ତ ଆମେ ମୁଖସ୍ଥ କରିଲୁ। ଏଇ ଯୋଉ ଲୋକମାନେ ଏଇଗୁଡ଼ାକ ଖୋଜନ୍ତି, ବିଡ଼ି କୁଆଡ଼େ ଗଲା, ଦିଆସିଲି କୁଆଡ଼େ ଗଲା, ସିଗାରେଟ କୁଆଡ଼େ ଗଲା, ଏଇଟା କ'ଣ ସେବା? ଯେଉଁମାନେ ଏସବୁ ସେବା ନାମରେ ବ୍ୟଭିଚାର, ସ୍ୱେଚ୍ଛାଚାରିତା, ଯେଉଁମାନେ ବିଛଣାରୁ ଉଠି ନିଜ ଇଷ୍ଟଦେବଙ୍କୁ ନିଜର ଗୁରୁଦେବଙ୍କୁ ଯଦି ହୃଦୟ ସିଂହାସନରେ ଚିନ୍ତନ କରି ତାଙ୍କୁ ଗୋଟେ ପ୍ରଣାମ କରିବ, ଗୋଟାଏ ମିନିଟ୍ ବି ଲାଗିବନି। ସେଇଟା ହେଲା ପ୍ରକୃତରେ ଭଗବାନଙ୍କର ସେବା। ଆପଣ କହିବେ ମୁଁ ଯିବି ଅମୁକ ଗଡ଼ିଆରେ ଗାଧେଇବି, ଅମୁକ ଟୁଅଲ ବେଳରେ ଗାଧେଇବି, ଇଏ ମାନେ ଏଇ ସବୁ ଯୋଉ ଆମର ସବୁ ଚାଲିଛି, ଏଗୁଡ଼ା କିଛି ମନରେ ନାହିଁ କି ମାଳାରେ ନାହିଁ, ଜପି ଜପିକିରି ପାଇବ। ବିଛଣାରୁ ଉଠିଲ ପ୍ରଥମେ ଧରିତ୍ରୀ ମାର କୋଳରେ ପାଦ ଦେଲ, ସିଏ ହଉଛି ମା। ତମେ ସବୁ କି ମା ହେଇଛ? ଆମ ସବୁଆଡ଼େ ମାନେ ଆମର ମା ବୁଝେଇ ହେଇଛନ୍ତି। ପୃଥିବୀ ଯାକ ସବୁଆଡ଼େ ସିନା ମା ପୃଥିବୀ ଯାକ ଅଛନ୍ତି, କିଏ କଳା ପିନ୍ଧୁଛନ୍ତି, କିଏ ଧଳା ପିନ୍ଧୁଛନ୍ତି, କେତେ ପ୍ରକାର ଆପଣ ସବୁ ଜାଣିଛନ୍ତି। କିନ୍ତୁ ଗୋଟିଏ ମା ହଉଛି ଧରିତ୍ରୀ ମା। ଯେଉଁ ମା ର କୋଳରେ ଆଜି ପୃଥିବୀ ରହିଛି। ଆମେ ଖାଉଛୁ, ଆମେ ପିଉଛୁ, ଆମେ ଶୋଉଛୁ, ବୁଲୁଛୁ, ଖେଳୁଛୁ, ସବୁ କଥା କରୁଛୁ। ସେ କଥାର ପ୍ରତୀକ ହଉଛନ୍ତି ମା। ମୁଁ ଗୋଟେ ଗୀତ ଗୋଟେ ମନେ ପଡେ, ମୁଁ ବୋଲେ ତାକୁ ସବୁ ଜାଗା। ମା ତୁମେ ମମତାର ସୀମାହୀନ ଗୀତଟା କେମିତିଆ ନାଗୁଛି ଆପଟେ ରାତିରେ ଶୋଇ ଭାବିବେ। ମାତୃକୃପା ହେ କେମିତିଆ କଥା କହେ। ପିଲାଟି ଅଳି କରୁଥିବ ମା ପାଖରେ,
ମା ଯାଇକିରି କଜିଆ କରୁଥିବ ବାପା ପାଖରେ। ଏଇ ହଉଛି ଆମର ଘର ସଂସାରର ପ୍ରକୃତ କଥା। ପିଲାଟି ଅଳି କରୁଥିବ ମା ପାଖରେ, ମତେ ଅମୁକଟା ଦିଅ। ଯଦି କେହି ନଦେଲେ ମା ଯାଇ ବାପା ପାଖରେ କହିବ। ସେଇଥିପାଇଁ ଠାକୁରଙ୍କୁ କୁହାଗଲା, ଠାକୁରଙ୍କ ପାଖରେ ଆମେ ପଢୁ, ତୁମେବ ମାତା ଧରିତ୍ରୀ ଭଳି ମା ଆଉ କୋଉଠି ଅଛି? ଯାଇ ବୈଜ୍ଞାନିକ ମାନଙ୍କ ସହିତ ଆଲୋଚନା କର। ତମେ ଚନ୍ଦ୍ରମଣ୍ଡଳକୁ ଗଲଣି, ମଙ୍ଗଳ ଗ୍ରହକୁ ଗଲଣି, ଆଉ କେହି ସୂର୍ଯ୍ୟଙ୍କ ପାଖକୁ ଯିବ କି କୁଆଡେ ଯିବ? କିନ୍ତୁ ଆମକୁ ଖବର ଦିଅ, ପୃଥିବୀ ଭଳି ମା ଟିଏ କୋଉଠି? ତମେ ଯିବ, ତମ 14 ପୁରୁଷ ଯିବ, ରିସର୍ଚ୍ଚ ଚାଲିଥିବ, ବିଜ୍ଞାନର ଅଗ୍ରଗତି ହଉଥିବ, କିନ୍ତୁ ପୃଥିବୀ ଭଳି ଗୋଟେ ମା ଆମେ ପାଇବା। ଆଚ୍ଛା ବାବୁମାନେ, ମୁଁ ପ୍ରକୃତରେ କହିବାକୁ ଆସିନଥିଲି, ପ୍ରାର୍ଥନା କରିଦେଇକିରି ଗାଡ଼ିରେ ବସି ପଳେଇ ବୋଲି ଆଇଲି। ମତେ ଗୋଟେ ଅଡୁଆରେ ପକେଇଛନ୍ତି। ଆଉ ମୁଁ ଆପଣ ତେଣୁ ଆପଣମାନେ ଚିନ୍ତା କରିବେ, ଯୋଉ ଲୋକ ସକାଳୁ ଉଠି ଚାହା ପିଉଛି, ଯଦି ଚା ଦୋକାନୀ କହିବ କ୍ଷୀର ନାହିଁ ଆଉ ନାଲି ଚା ପିଇବେ, ନାଲି ଚା ଗୁଡା ରାତିରେ ଶୋଇଲା ବେଳେ କେତେକ ଲୋକ କ୍ଷୀର ପିଇବେ, ରସଗୋଲା ଖାଆନ୍ତି, ଛେନା ଖାଆନ୍ତି। ଆଚ୍ଛା କହିପାରିବେ ଆକୁ ସବୁ କିଏ ଦିଏ? ଯିଏ ଦିଏ ସିଏ ବର୍ତ୍ତମାନ କୋଉଠି? ଆମେ ବର୍ତ୍ତମାନ ଫକିରି ପୋଡାରେ ଖୋଜିବା ସେଇ ଲୋକ, ସେଇ ଜନ୍ତୁଟାକୁ ଖୋଜିବା। ସବୁ ରାସ୍ତାରେ ବୁଲୁଛନ୍ତି। ତାଙ୍କ ପାଇଁ ଆଉ ଗୁହାର ନାହିଁ ନା ତାଙ୍କ ଗୋବର ଖୋଜିବା ପାଇଁ ଆଉ ମଣିଷ ନାହିଁ। କିନ୍ତୁ ଆମେ ରସଗୋଲା ଖାଇବୁ, କ୍ଷୀର ପିଇବୁ, ଛେନା ଖାଇବୁ। ତା ଭଳି ମାଟିଏ କୋଉ ନକ୍ଷତ୍ର ଜଗତରେ ଅଛି? ଇଏ କାଳେ ଯାଇ ଚନ୍ଦ୍ରମଣ୍ଡଳରେ ହୋଟେଲ କରିବେ। ମୁଁ ଯାହା ଶୁଣୁଛି, ମୁଁ ତ ଏତେ ରିସର୍ଚ୍ଚ ପର୍ସନ ନୁହଁ, ମୁଁ ଜାଣିନି। ଚନ୍ଦ୍ରରେ ଗୋଟେ ଘର ହବ, ସେଠି ହୋଟେଲ ହବ, ଜମି କିଣା ପାଇଁ ମଧ୍ୟ ଲୋକ ଆଡଭାନ୍ସ ଦେଲେଣି ନା କଣ କିଏ କହୁଥିଲା। ଆଚ୍ଛା, ସମସ୍ତ ବୈଜ୍ଞାନିକ ମାନଙ୍କୁ ବଳିଆ ବି ମୁଁ ମୁକ୍ତ କଣ୍ଠରେ କହୁଛି, ଇଏ ନକ୍ଷତ୍ର ଜଗତକୁ ବୁଲିକିରି ଦେଖ, ଇଏ ନକ୍ଷତ୍ର ମାନେ ଆମରି, ଆମେ ତାଙ୍କରି, ତାଙ୍କ ଶକ୍ତି ଆମ ପାଖରେ, ସେସବୁ କିଛି ଭୁଲ ନୁହେଁ। ଗାଈଟିଏ କୋଉ ନକ୍ଷତ୍ରରେ ଅଛି ଟିକେ ଖବର ଦେଲେ ଲୋକ ଯାଇ ସେଠୁ ଗାଈ ଆଣିବେ। ଗାଈ କିଣା ହବ, ଚନ୍ଦ୍ରମଣ୍ଡଳରେ ମାଟି କିଣା ହଉଛି, ଗାଈ କିଣା। ଦେବତା ମାନେ ଅମୃତ କାଳେ ସ୍ୱର୍ଗରେ ଖାଉଛନ୍ତି, କୋଉ ଦିନ ମୁଁ ଦେଖି, ଖାଲି ସେଇ ବହିରେ ଲେଖା ହେଇକି ପଢା। କିନ୍ତୁ ଆପଣ ମାନେ 5ଟା ଅମୃତ ଖାଉଛନ୍ତି, ସିଏ ମୋଟୁରୁ ଗୋଟାଏ ଅମୃତ ଖାଉଛନ୍ତି କି ନାହିଁ କି ମିଛରେ ଲେଖା ହେଇଛି ସେ ପ୍ରଭୁ ଜାଣେ। ଆମେ ତ ଦେଖିଲୁ ତାଙ୍କ ଖାଇବା, କଣ ସେଟା କୋଉ ଅମୃତ? ଦଧି, ଦୁଗ୍ଧ, ଘୃତ, ମଧୁ, ଶର୍କରା, ଇଏ 5ଟି ଅମୃତ ସ୍ୱର୍ଗରେ କୋଉଠି ଅଛି?
କୋଉ ନକ୍ଷତ୍ର ଅଛି ମୋ ବଞ୍ଚିଥିବା ଭିତରେ ସେ ସନ୍ଧାନ କେହି ପାଇବେ। ମୋ ପରେ ଯଦି ହବ ହବ, ମୁଁ ଆଉ କଣ ହବ। ତେଣୁ ଆଉ ଅମୃତ କିଏ? ମୃତ୍ୟୁରୁ ମାଂ ଅମୃତ ଭୟ। ସିଏ ଅମୃତ କିଏ? ସିଏ ହଉଛି ଆମ ମେଡିସିନ, ଆମ ଔଷଧ। ଆଉ ଏଇ ଯୋଉ ଆଇଥିଲା ସେଟା କଣଟା ନା କରୋନା, ସେଇଟା କେମିତି ଆମେ ବଞ୍ଚିଲେ? ସେଇ ଔଷଧ ହଉଛି ଗୋଟେ ଅମୃତ। ମୁଁ କହୁନି, ଗୀତାରେ ବି ଲେଖା ଅଛି, ଅହଂ କ୍ରତୁରହଂ ଯଜ୍ଞ ସାଧା। ଆମେ ଔଷଧକୁ ଚିହ୍ନି ପାରୁନୁ। ଆପଣ ଦେଖିବେ ଇଏ ଔଷଧକୁ ଧ୍ୱଂସ କରିବା ଲୋକ ହଉଛନ୍ତି ଆମ ସରକାର। ମାନେ ଆମର ଏଇ ଯୋଉ ବର୍ତ୍ତମାନ ଯୋଉ ସରକାର ମୁଁ କହୁଛି, ମାନେ ଆ ପୂର୍ବରୁ ଯୋଉ ସରକାର ଥିଲେ, ଖାଲି ଭାରତର ସରକାର ନୁହଁ, ସମଗ୍ର ପୃଥିବୀରେ ଆମର ଟ୍ରମ୍ପ ବାବୁଙ୍କ ଭଳି ସରକାର ଯୋଉ ସବୁ ଅଛନ୍ତି, ସବୁ ସରକାର ହଉଛନ୍ତି, ଏମାନେ ହଉଛନ୍ତି ଗୋଟେ ଖୁନି ଆସାମୀ। ଏମାନେ ଗଛ କାଟୁଛନ୍ତି, ଗଛ କେହି ଲଗଉନାହାନ୍ତି। ଆଉ ଯଦି କେହି ଗୋଟେ ଗଛ ଲଗେଇବ, ସେ 4-5 ଜଣ ଫଟୋଗ୍ରାଫରଙ୍କୁ ଡାକିବ, ମୁଁ ଆଜି ଅମୁକ ପଡ଼ିଆରେ ଗଛ ଲଗେଇବି, ଆପଣମାନେ ଟିକେ ଆସିବେ। ଆମେ ଆଜି ଏଠି କଣ କରିବୁ? ମାନେ ଫଟୋ ଉଠେଇବେ, ସେଟା ବାହାରିବ ଯେ ବାବୁ ଗଛ ଲଗଉଛନ୍ତି। ଇଏ ହଉଛି ଗୋଟେ ଅମୃତ। ସେ ଗଛର କଥା କହିହବନି। ଏମିତି ଗଛ ପୃଥିବୀରେ ନାହିଁ ଯୋଉ ଗଛ ଭିତରେ ଅମୃତ ନାହିଁ। ଆହୁରି ଗୋଟେ ଅମୃତ ଆମ ପାଖରେ ଅଛି। ଅମୃତଟା କଣ? ଏଇଠି ଯୋଉ ଅମୃତ ବର୍ତ୍ତମାନ ଚାଲିଛି, ଅଦେଇତାମୃତବର୍ଷିଣୀ ଭଗବତୀ ये होउचंदी गीता, ये वेद, ये वेदांत। आमे हम कथार कहूचु, अन्य माने कुरान कहउचंती, चर्च बाइबल कहउचंती, के ग्रंथ साहेब कहउचंती। ये शास्त्र होउची गोटे गोटे अमृत। किंतु मते लागे मन भर लगे मोर तो किसी कम ना, मुझे राजनीति करे कि नेता हाँपाई बाड़िया पिटा है, मोर शुए बसे या करे। मु गोटाए कथा को आपण मानक पाई आम कथार अर्थ कौन से कथा को मु जीवन सारा केवल भावी से कहूँ। आउ कौन मो द्वारा कौन हो खड़ा भी हिजी। तेणु से गीतार लेखा अद्वैतमृतवर्षिणी। हाँ मत गोटे लगे यहीटा बोधे आगुरु सभा आगे अद्वैतामृतवर्षिणी भगवती मस्तार सदायिनी अम्बत्वामनुसन्धान। अच्छा यही अमृत को गोटे अन्य मैंने लुचेकी निये मृत्युर्मांग अमृतमय। जीवन को जदि अमृतमय करने को चाहूच, शास्त्र कहिथिबा रास्ता चल, आड़े साड़े पसंद कटा मार। तेणु अमृत अच्छी आम पाखे। अच्छा आम कथा क्या
ଗୋମାତା ହଉଛନ୍ତି ମା, ଧରିତ୍ରୀ ହଉଛନ୍ତି ମା, ଆଉ ମା କିଏ? ନଦୀ ଝରଣା ହଉଛନ୍ତି ମା, ବଣ ଜଙ୍ଗଲ ହଉଛନ୍ତି ମା। ବନ କହିଲେ ଜଳ, ବନ କହିଲେ ଗଛ ଜଙ୍ଗଲ, ବନ କହିଲେ ସୁନ୍ଦର। ଏମିତିଆ ମା କୋଉଠି ଅଛି? ତେଣୁ ଟିକେ ଖାଲି ବୁଝିବେ, ଧରିତ୍ରୀ ଯଦି ଆମର ମା ହେବେ ତାହେଲେ ବାପାଟା କିଏ? ବାପା ହଉଛନ୍ତି ସୂର୍ଯ୍ୟ। କର୍ଣ୍ଣଙ୍କର ମା ଥିଲେ କୁନ୍ତୀ, କିନ୍ତୁ ବାପା କିଏ ଥିଲେ? ବାପା ଥିଲେ ସୂର୍ଯ୍ୟ। କର୍ଣ୍ଣ ବି ପଚାରିଛନ୍ତି, ବାପାଙ୍କୁ ପଚାରିଛନ୍ତି। ଯେତେବେଳେ ସୂର୍ଯ୍ୟଙ୍କ ସହିତ କର୍ଣ୍ଣଙ୍କର ସାକ୍ଷାତ ହେଇଛି ସେତେବେଳେ କର୍ଣ୍ଣ ପଚାରିଛନ୍ତି, ପିତାଶ୍ରୀ ମୁଁ ଆପଣଙ୍କୁ ବହୁତ ଖୋଜିଛି, ଜୀବନ ସାରା କେବଳ ଖୋଜିଛି ମୋ ବାପା କିଏ, ମୋ ମା କିଏ। ମତେ କେହି ତାର ଉତ୍ତର ଦେଇପାରିନାହାନ୍ତି। ଆଜି ଆପଣ ମତେ ଉତ୍ତର ଦଉଛନ୍ତି, ମୁଁ ହଉଛି ତୋ ବାପା। ଆଉ ଯଦି ଆପଣ ମୋର ବାପା ହେଲେ ମୋ ମା କୋଉଠି ଅଛନ୍ତି? ସୂର୍ଯ୍ୟ ଉଦୟକାଳୀନ ସୂର୍ଯ୍ୟ ଅସ୍ତ ଶୂନ୍ୟରୁ ଶବ୍ଦ ଭାସି ଆସିଲା। ଯଥା ସମୟରେ ତୁମେ ମାର ସନ୍ଧାନ ପାଇବ, ଏବେ ନୁହେଁ। ତେଣୁ ମାତୃକୃପା ହେଲେ ପିତାଙ୍କୁ ଗଙ୍ଗା। ଗଙ୍ଗା ହଉଛନ୍ତି ମା। ଗଙ୍ଗା ଜଳ ଯଦି ଘରେ ନାହିଁ, ବିଛଣାରୁ ଉଠି ଶୋଇବା ପର୍ଯ୍ୟନ୍ତ ପାଣିକୁ ଯେତେ ଥର ବ୍ୟବହାର କରିବ, ସେ ଜଳ ହଉଛନ୍ତି ଗଙ୍ଗା। ଗଙ୍ଗା ବୋଲି ସ୍ମରଣ କରିବ। କଣ ହାତରେ ପଇସା ଖର୍ଚ୍ଚ ହବ? ସେ ଲେଖା ହେଇଛି ସଦ୍ୟ ପାତକ ସହନ୍ତ୍ରୀ ସଦ୍ୟ ଦୁଃଖ ବିନାଶୀ ସୁଖଦା ମୋକ୍ଷଦା ଗଙ୍ଗା ଗଙ୍ଗୈବ ପରମ। ଜୀବନର ଗୋଟେ ଅନୁଭୂତି ମୁଁ ଆପଣଙ୍କୁ କହୁଛି। ବଢିଆ କଇଁଠା କି କହିବ କଣ ବର୍ଷା ବର୍ଷା ହେଲାଣି ନା କଣ? ହଁ ଆମେ ବି ସାଧୁଆ କଥା। ତେଣୁ ମୁଁ ବଦ୍ରୀନାଥ ଯାଉଥିଲି, ଅଲେଖ ନନ୍ଦା ପାଖରେ ଗୋଟେ ଜାଗାରେ ବିଶ୍ରାମ ନେଲି, ଯୋଉଠି ଭାଗୀରଥୀ ଗଙ୍ଗା ପ୍ରବାହିତ ହେଇଛି। ମୁଁ ସେଠି ଶୋଇକିରି ଭାବୁଛି, ପୁରା କଣ ଖବର କବିତ ଗପ ନା କଣ? ଇଏ ନଈଟା ତ ବହି ଯାଉଛି, ଇଏ କଣ ଭାଗୀରଥୀ ଗଙ୍ଗା ବୋଲି କହୁଛନ୍ତି। ମୋ ପାଖରେ ଯିଏ ସେବକ ସେତେବେଳେ ଥିଲେ, ନଟ ଭାଇ ବୋଲି ଜଣେ ଥିଲେ, ଧୁନ ମାଷ୍ଟ୍ର ଥିଲେ। ସିଏ ତାଙ୍କ ନିଦ ଭାଙ୍ଗିଗଲା, ମୋ ନିଦ ଭାଙ୍ଗିଗଲା। ମୁଁ ବହୁତ କ୍ଳାନ୍ତ ହେଇଛି। ସେ ଦେଖୁଛନ୍ତି ଯୋଉଠି ସେ ଜାଗାଟା ହଉଛି ଅଳକାନନ୍ଦା, ଯୋଉଠି ଭାଗୀରଥୀ ଗଙ୍ଗାଙ୍କୁ ଆମନ୍ତ୍ରଣ କରି ସେ ନେଇ
ଆମ ଭାରତ ପର୍ଯ୍ୟନ୍ତ ନେଇଯାଇଛି ଆଉ କଲିକତା ପାଖରେ ମିଶିଛନ୍ତି ସେ ଆଉ ଗଙ୍ଗାସାଗର। ସେଇଠୁ ଗୋଟେ ଆଲୋକ ଆସିକିରି ସେ ଧୀରେ 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 ଆସିକିରି ବଳିଆର ଚାରିପାଖ କାଳେ ବୁଲି ସେ ଫେରିଗଲା। ସେ ଆଜି 2 ଜଣ ଯାକ ଆଉ ନାହାନ୍ତି, ମରିଗଲେଣି। ସେ ଅନୁଭବ। ତେଣୁ ଗଙ୍ଗା ହଉଛନ୍ତି ମା, ଗୋମାତା ହଉଛନ୍ତି ମା, ପୃଥିବୀ ହଉଛନ୍ତି ମା, ଇଏ ସମସ୍ତେ ହଉଛନ୍ତି ମା। ଆମେ ବସିଛୁ ମାଟି ମାର କୋଳରେ। ଆମେ ଯୋଉ ଭାତ ଡାଲି ତୈରି କରୁଛୁ ଏଇ ମାଟି ମାର ଅବଦାନ। ମାଟି ମା ଅଙ୍ଗରେ ସୁନା ये माटी मार बंधन। तेणु आदि माटी को आमे मा बोली प्रकृत चिन्हिचु, कहीं मत कहीं ना सज्जन यही मार फण तकानी तले सब अच्छी। देख सब आमको जी जन्म दे जो माँ तार गोटे जोटी पुआ झील होते कि तीनोटी होते से चकड़ी पिठा मिठा लुचेकी रखिथे काले किए खाईदे सी आए खाई। किंतु माटी मा आम सबू रखी फ्रंट तले कौन से रखी कोयला रखी, पेट्रोल रखी, डीजेल रखी, सुना रखी, किरोसिन रखी, आ सब तो तारी पाखे अच्छे। यही माटी मा कोल को फटई जन्म होती धान बिरी मुग जौ मांडिया ये कौ जन्म है तुम घर जन्म कर। तेणु सकाळु उठिब इष्टदेव गुरुदेव को प्रणाम टिके माटी मां को टिके प्रणाम कर, जल को प्रणाम कर। तमें गोमाता गोमाता को गोमाता घरे ना दिया कौन नमस्कार कर तेबे यही सब होची मातृबंधन। ये भारत होची तारी भीतर गोटे माँ। खाली भारत नुहे उत्कल मध्य तारी भीतर गोटे माँ। केमती जगन्नाथंकर माँ गुंडीचा से श्रीमंदिर को आइला बेले माउसी माँ घर को जाए। भारत उत्कल संपर्क से उत्कल जननी जन्मभूमि वीर माटी कालिया बलिया कला गौरवे पूर्ण तोर स्वर्ण आपण माने आमे आज गर्वित विश्व गर्वित
ସେ ଜଣକ ପାଇଁ ସିଏ ଜଣ ସେ ପୁଣି ମଣିଷ ନୁହନ୍ତି କି ପଶୁ ନୁହନ୍ତି କି ପକ୍ଷୀ ବି ନୁହଁ। ଜଗନ୍ନାଥଙ୍କ ରୂପଟା କୋଉ ମଣିଷ ଭଳିଆ କୋଉ ପଶୁ ଭଳିଆ। ତାଙ୍କ ଆଗରେ ବରଂ ଗରୁଡ଼ ଅଛନ୍ତି ସିଏ ବରଂ ପକ୍ଷୀ, କିନ୍ତୁ ଜଗନ୍ନାଥ କିଛି କୌଣସି ପଦାର୍ଥ ବା ଜୀବ ଭଳି ନୁହନ୍ତି, କିନ୍ତୁ ସିଏ ହେଉଛନ୍ତି ବିଶ୍ୱ। ତାଙ୍କର ଦୁଇଟି ଆଖି ଯାହାକୁ ଭାରତ ଭୋଗ କରୁଛି, ସବୁ ଯାକ ଦେଶ ଭୋଗ କରୁଛନ୍ତି। ଆଉ ସେ କିଏ? ସୂର୍ଯ୍ୟ ଆଉ ଚନ୍ଦ୍ର। ଗୀତା କହୁଛନ୍ତି ରସ ବକ୍ଷୁ ସୂର୍ଯ୍ୟ ଚନ୍ଦ୍ରଙ୍କ ବିନା ପୃଥିବୀର କୋଉ ଦେଶ ରହିବ? ଆଚ୍ଛା, ଜଗନ୍ନାଥଙ୍କ ରୂପଟା ହଉଛି ଗୋଟେ କଳା। କଳା ମେଘ ସମାନ ନୀଳ ବପୁଷ କଳା ମେଘ ବିନା କୋଉ ଦେଶ ନା କୋଉ ରାଜ୍ୟର। ତେଣୁ ସଜ୍ଜନ, ଇଏ ସବୁ ହଉଛି ଭରତଙ୍କର ତତ୍ତ୍ୱ। ଭରତଙ୍କର 9 ପୁତ୍ର ବିଦ୍ୟାଳୟକୁ ଯାଇଛନ୍ତି। ଚିନ୍ତାଶୀଳ ବିଚାରବନ୍ତ ରାଜା ଭରତ ଚିନ୍ତା କରୁଛନ୍ତି, କାହା ମୁଣ୍ଡରେ ମୁଁ ରାଜମୁକୁଟରେ। ଗୋଟେ ଶଗଡ଼ିଆ ରୂପ ହେଇ ସେ ବିଦ୍ୟାଳୟ ଆଗରେ ପୁରା ଶଗଡ଼ ନେଇକି ଯାଇଛନ୍ତି। ଶଗଡ଼ଟାକୁ ଥୋଇ ଦେଇ ବଳଦକୁ ଟିକେ ଦୂରରେ ରଖି ନିଜେ ଗୋଟେ ମିଛରେ ଥଣ୍ଡାରେ ହାତ ଫାତ କାଟି ପକେଇକିରି ଖଣ୍ଡିଆ ମୁଣ୍ଡିଆ ହେଇ ଇଏ ଯୋଉ ରାଜା ଭରତ ଆସିଲେ, ଇଏ କହିଲେ ଆଚ୍ଛା ତମେ ସବୁ କିଏ? ଇଏ 9 ଜଣ ଯାକ ପୁତ୍ର କହୁଛନ୍ତି ଆମେ ଭରତଙ୍କ ପୁତ୍ର। ତମେ ଭରତଙ୍କ ପୁତ୍ର? ଆଚ୍ଛା, ମୁଁ ଟିକେ ଶଗଡ଼ ନେଇକି ଯାଇଥିଲି, ଏଇ ଟିକେ ପଡ଼ିଗଲି, ଖଣ୍ଡିଆ ଟିକେ ହେଲେ ଟିକେ ଉଠେଇ ଦେବା। ଆପଣ ଆମେ ରାଜା ପୁଅ, ତମକୁ ଉଠେଇବୁ? ଏହା କହି ସିଧା ବାଟରେ ଶକୁନ୍ତଳା ପୁଅ ଦୁଷ୍ମନ୍ତ ନାମକ ଜଣେ ଗରିବ ପ୍ରଜା ସେଇ ବାଟ ଦେଇ ଆସ। ତାକୁ ଯେତେବେଳେ କହିଲେ, ସିଏ ଭରତଙ୍କୁ ମାନେ ଚିହ୍ନି ପାରିଛି କି ନାହିଁ, ତାଙ୍କ କ୍ଷତ ବିକ୍ଷତକୁ ସାନ୍ତ୍ୱନା ଦେଇ ବଳଦକୁ ଶଗଡ଼ ଗାଡ଼ିରେ ଲଗେଇ ଦେଇ ତାକୁ ଶଗଡ଼ରେ ବସେଇଲେ। ଆପଣ ଭାରତ ଯାଆନ୍ତୁ, ଏ ପିଲା ଲୋକ କିଛି ଜାଣିନାହାନ୍ତି କହିଲେ। ସେଇଦିନ ଭରତ ସମସ୍ତଙ୍କୁ ଡାକିକିରି କହିଲେ, ଆର୍ଯ୍ୟାବର୍ତ ଭାରତ ବର୍ଷରେ ଏଠି କପଟିଆ ହୁଣ୍ଡରିଆ କେବେ ଏଠି ଶାସନ ଭାର ନେଇପାରିବେ। କିଏ ନବ? ସିଏ ହଉଛନ୍ତି ଶକୁନ୍ତଳା ଏବଂ ଦୁଷ୍ମନ୍ତ। ସେଇ ଦୁଷ୍ମନ୍ତଙ୍କ ପୁତ୍ର ହଉଛନ୍ତି ଭରତ। ଏଇ ଭରତ ହଉଛନ୍ତି ଭକ୍ତି ଆଉ ଭାବର। ଆଜି ପବିତ୍ର ଅଗଷ୍ଟ 15ରେ ଆମର ବି ଆଜି ଭକ୍ତି ହଉଛି ତିରଙ୍ଗା ପତାକା। ଆମର ବି ସ୍ଲୋଗାନ ହଉଛି ବନ୍ଦେ ମାତରମ୍, ବନ୍ଦେ ମାତରମ୍। ତେଣୁ ସେଇ ଜାତୀୟ ପତାକାକୁ ସ୍ମରଣ କରି ଆମ ଦେଶ ମାଟିର ପ୍ରଗତି କାମନା କରି ଓଡ଼ିଆ ଏ ମେଘ ପାଖରେ କଥାକୁ ସମର୍ପଣ କରି ଯାଉଛି। ମୁଁ ଜାଣିନେଇ ତୁ ଆସିଲୁ, ମତେ ଯଦି କିଏ କହିଥାନ୍ତେ ଘରର ଯିଏ ତୋତେ ଆମକୁ ଡାକିଛନ୍ତି
ଡାକିଲେ ଗୋଟେ ମେଘ ଉଠେଇଲାଣି ତାହେଲେ ମୁଁ ଟିକେ ମେଘକୁ ଟିକେ ଦଣ୍ଡବତ ହେଇଯାଏ। ଆଉ ଆମକୁ ତ କିଛି କହିଲେନି, ଆମେ ଏଇଠି ବସିଲୁ, ମେଘ ହେଲା ଆମ ଦୋଷ କିଛି। ତେଣୁ ଏ ମେଘ ବୟସୁ କାହା ଦୁଆରକୁ କେହି ନ। ତେଣୁ ଆପଣମାନେ ସେଇ ମେଘ ଦେବତା, ତା ବିନା ଆମେ କେହି ରହିପାରିବା। ସମସ୍ତଙ୍କର ମଙ୍ଗଳ କାମନା କରୁଛି। ଗୃହକର୍ତ୍ତାଙ୍କର ଏ ଗ୍ରାମବାସୀ ମାନଙ୍କର ଆଗ, ଗ୍ରାମବାସୀ ମାନେ ସମସ୍ତେ ଭଲରେ ରୁହନ୍ତୁ। ଗ୍ରାମର ପୁଅ ଝିଅ ବାପ ମା ସମସ୍ତେ ଶାନ୍ତିରେ ରୁହନ୍ତୁ ଏବଂ ଏ ଫକୀରପଡ଼ା ଗ୍ରାମଟି ଏକ ଆଦର୍ଶ ଗାଁରେ ପରିଣତ। ସେଇଭଳି ଏଠି ଗୃହକର୍ତ୍ତା ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଏବଂ ତାଙ୍କର ସହଧର୍ମିଣୀ ବୈଶାଖୀ ପ୍ରଧାନ, ଝିଅଟିଏ, ଛୋଟ ଝିଅଟିଏ, ଗୁଲୁଗୁଲିଆ ଝିଅଟିଏ, ସିଏ ହେଉଛି ବିଜୁ। ଇଏ ସମସ୍ତଙ୍କର ମଙ୍ଗଳ କାମନା କରି ସମସ୍ତଙ୍କୁ ନମସ୍କାର କରି ମେଘକୁ ନମସ୍କାର କରି ଏଠି ସିନା ସଭାଟା ଟିକେ ଆଉ 10 ମିନିଟ୍ ଘୁଞ୍ଚେଇ ଦେଲା, ଆଉ କେଉଁ ଜାଗାରେ 10 ମିନିଟ୍ ମୁଁ ନେଇଯିବି ସେ ଛାଡ଼ିକି ପଳେଇବ। ଶ୍ରୀ ଗୁରୁ ବ୍ରହ୍ମାନନ୍ଦ